ସାର୍ କଣ କହିବି ସାର୍, ଆପଣ ତ ଜାଣିଛନ୍ତି ମୋ ଜର୍ଣ୍ଣି କୋଉଠୁ କେମିତି ହେଇଛି। ଆର୍ଥର ସାର୍ ମୁଁ ଜାଣିଥିଲି କ୍ୱାଲିଫାଇ କରି କଟି ଯାଇଥିଲି, କିନ୍ତୁ ସାର୍ ଆପଣ ସେ ମଡେଲଟା ସେଟା ମୁଁ ପୁରା ରିଲିଜିୟସଲି ଫଲୋ କରିଛି। ମୁଁ କିଛି ସାର୍ ଦେଖିନି, ମିଛ କହିବିନି ସାର୍, ମୁଁ କିଛି ଦେଖିନି। ଆପଣ ଯାହା କହିଥିଲେ ସେୟା ପଢିକି ଗଲି, ଲେଖିଲି। ଆପଣ ବେଶୀ କହୁଥିଲି, ମୁଁ ପ୍ରତିଦିନ ଏକ୍ସାମ ପରେ ଆପଣଙ୍କ ସହିତ କଥା ହଉଥିଲି। ହୁଁ ଆଉ ହୁଁ ଆଜି ତ କ୍ୱାଲିଫାଇ କଲି। ଆପଣ ଜାଣନ୍ତି ମୁଁ 600 ବି କଟି ଯାଇଥିଲି, 400 ବି କଟି ଯାଇଥିଲି। ଆଜି ସାର୍ ମୋ ବିଶ୍ୱାସ ବି ହେଲାନି, ମୁଁ ମନ୍ଦିରରେ ସାର୍ ମୋ ବାପା ମା ଯାଆନ୍ତି ସତ୍ସଙ୍ଗ କରିବା ପାଇଁ କି ରାମ ମନ୍ଦିର ଯାଆନ୍ତି। ତ ମାଙ୍କ ଦେହ ଖରାପ ହେଲା ପରେ ଆଉ ସେ ଯାଉନଥିଲେ, ତ ମୁଁ ତାଙ୍କ ଯାଉଥିଲି, କାରଣ ବାପା ମାଙ୍କ ଯାଉଥିଲେ ତ ଯାଉନାହାନ୍ତି ଏବେ, ସେ ତାଙ୍କ ଦେହ ଖରାପ। ମୁଁ ଏବେ ଯାଏ, ସବୁଦିନ ଆମର ଯାଏ, ସନ୍ଧ୍ୟାବେଳେ ବସିକି ଆସେ ଘଣ୍ଟେ ଖଣ୍ଡେ। ତ ମୁଁ ମନ୍ଦିରରେ ଥିଲି, ଇନଷ୍ଟାଣ୍ଟ ରେଜଲ୍ଟ ଆସିଲା, ସୁସ୍ମିତା ପଠେଇଲା, ତୃପ୍ତି ତମର ହେଇଛି। ମୁଁ ସାର୍ ମୋ ଗୋଡ ହାତ ଥରୁଥାଏ, ତାର ମୁଁ ଦେଖିଲି ମୋର ହେଇଛି, ସେଠୁ ଆପଣଙ୍କୁ ସେଠୁ କଲ୍ କରି କହିଲି। सो इट्स डेफिनेटली ऑप्शनल देखो मतलब तृप्तिଙ୍କର ऑप्शनल थिला होम साइंस सी चेंज करनेले पीएसआर रे अगेन जेते दूर मो द्वारा भी हेल्प होला राइट टॉपर्स